सीताराम 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 सीताराम। राजा राम राजा राम राजा राम राजा राम। हरे कृष्णा कृष्ण कृष्ण हरे हरे, हरे राम 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 हरे हरे, हरे कृष्णा। हरे कृष्णा कृष्ण कृष्ण हरे हरे, हरे राम 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 हरे हरे, हरे। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। जय जय प्रभुपाद 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 जय जय गुरुदेव 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 निताय गौर हरि बोल हरि बोल हरि बोल हरि बोल। श्री श्री सीताराम लक्ष्मण हनुमान जी महाराज की जय। श्रीमद प्रेम मूर्ति श्री भरत महाराज की जय। महर्षि वाल्मीकि मुनि की जय। जगत गुरु श्रील प्रभुपाद की जय। गौर प्रेमानंदे। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्री गुरवे नमः। नमो विष्णुपदाय कृष्णप्रेष्ठाय भूतले श्रीमते भक्तिवेदांत स्वामिन्निति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणी। श्री चैतन्य मनोभीष्टं स्थापितं येन भूतले स्वयं रूपः कदा मह्यं ददाति स्वपदान्तिकम्।
जय श्री कृष्ण चैतन्य प्रभो नित्यानंद, श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्णा 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 हरे हरे, हरे राम 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 हरे हरे। ओम नमो भगवते वासुदेवाय, ओम नमो भगवते वासुदेवाय, ओम नमो भगवते वासुदेवाय। यत्र यत्र रघुनाथ कीर्तनं तत्र तत्र कृतमस्तकाञ्जलिं, बाष्पभारि परिपूर्णलोचनं नमत मारुतिं राक्षसन्तकं। रामं रामानुजं सीतां भरतं भरतानुजं, सुग्रीवं वायुसूनुं च प्रणमामि पुनः पुनः। जनकसुता जगजननी जानकी, अतिशय प्रिय श्री करुणा निधान की। जासु जुगपद कमल मनावो, जासु कृपाते निर्मल मति पाऊं। दुर्गमे पथिमिन्दस्य स्खलत्पादगतिर्मोहो, स्वकृपा जष्टिदानेन सन्थ बलं। जय रूप सनातन भट्ट रघुनाथ, श्रीजीव गोपाल भट्ट दास रघुनाथ। এই ছয় গোসাইর করি চরণ বন্দন, যাহা হইতে বিঘ্ন নাশ অভীষ্ট পূরণ। হরে কৃষ্ণ। ଗୁରୁ ବୈଷ୍ଣବଙ୍କର କରୁଣାରୁ ଆମମାନେ ପ୍ରେମ ମୂର୍ତ୍ତି ଭରତଙ୍କର ମଙ୍ଗଳମୟ ଚରିତ୍ର ଶ୍ରବଣ କରୁଛେ। ମୁଁ ପୂର୍ବରୁ ଆପଣମାନଙ୍କୁ ସୂଚନା ଦେଇଥିଲି, ଭରତଙ୍କର ଅଯୋଧ୍ୟା ଆଗମନ ପରେ ମହାରାଜ ଭରତଙ୍କର ଜୀବନରେ 7ଟି ସମସ୍ୟା ଆସିଥିଲା। ଆମମାନେ ପ୍ରଥମେ ଶ୍ରବଣ କରିଥିଲେ କିଭଳି ସେ ଈର୍ଷାର ସମ୍ମୁଖୀନ ହେଇଥିଲେ। ପ୍ରଥମେ କୌଶଲ୍ୟାଙ୍କ ନିକଟକୁ ଯାଇଥିଲେ ଏବଂ ତାର ସମାଧାନ କରିଥିଲେ। ତାପରେ ଗତକାଲି ଆମେ ଶୁଣୁଥିଲେ ତାଙ୍କର ଗୁରୁ ତାଙ୍କୁ ପରୀକ୍ଷା କରିଥିଲେ, ଗୁରୁଙ୍କ ପରୀକ୍ଷାରେ ବି ସେ ଉତ୍ତୀର୍ଣ୍ଣ ହେଇଥିଲେ। ଏବଂ ଗତକାଲି ଆମେ ଏଇଠି ବାଣୀକୁ ବିରାମ ଦେଇଥିଲେ। ମହାରାଜ ଭରତ ଭରି ସଭା ଭିତରେ କହିଲେ, ଯଦି ସଭା ଭିତରେ କିଏ ଚିନ୍ତା କରୁଛନ୍ତି ଯେ ମୋର ମା ଯାହା କରିଛନ୍ତି ତାହା ଠିକ କରିଛନ୍ତି, ତାହେଲେ ବୋଧ ହୁଏ ବର୍ତ୍ତମାନ ତ୍ରେତା ଯୁଗର ଶେଷ ହେଇଛି, ବର୍ତ୍ତମାନ କଳି ଯୁଗ ପ୍ରବେଶ କରିଗଲାଣି। ତେଣୁ ଏଇ କଥା ଶୁଣିଲା ପରେ ସେ ସଭାରେ ଯେଉଁମାନେ ମହତ୍ ବ୍ୟକ୍ତି ମାନେ ବସିଥିଲେ, ଗୁରୁଜନ ମାନେ ବସିଥିଲେ, ସେମାନେ କହିଥିଲେ ଯେ ଆଜି ବି ଧର୍ମ ବଞ୍ଚି ରହିଛି, ଆଜି ବି ନ୍ୟାୟ ଅଛି। ଅଯୋଧ୍ୟାରେ ରାମ ଗଲା ପରେ ବି ନ୍ୟାୟ ବଞ୍ଚି ରହିଛି, ଅନ୍ୟାୟ ବର୍ତ୍ତମାନ ଛାଡ଼ିକି ଯାଇନି। ତେଣୁ ବର୍ତ୍ତମାନ ତୃତୀୟ ପରୀକ୍ଷା ମହାରାଜ ଭରତଙ୍କର ଜୀବନରେ ଆସିଲା ଯେ ଜୀବନରେ ଠିକ ନିଷ୍ପତ୍ତିକୁ ନେବା। ବେଳେବେଳେ ଆମେ ଦେଖୁ ଅନେକ ସମୟରେ ଆମ ଜୀବନରେ ଦ୍ୱନ୍ଦ୍ୱ ଥାଏ, ମୁଁ ମେଡିକାଲ ଲାଇନକୁ ଯିବି ନା ମୁଁ ଇଞ୍ଜିନିୟରିଂ କରିବି, ମୁଁ ବ୍ରହ୍ମଚାରୀ ହେବି ନା ମୁଁ ଗୃହସ୍ଥ ହେବି, ମୁଁ ଚାକିରି କରିବି ନା ମୁଁ ବିଜନେସ୍, ଏଭଳି ଅନେକ ଦ୍ୱନ୍ଦ୍ୱ ଥାଏ। ଏବଂ ଆମମାନେ ସବୁବେଳେ କ'ଣ କରୁ ନା ଯୋଉଟା ସରଳ ସହଜ ଆମକୁ ହବ ଆମେ ସେଇଟା ନଉ, ପଛେ ଏହାର ପରିଣାମଟା କ'ଣ ହବ ଆମେ ବିଚାର କରିପାରୁନି। ଗୋଟେ ମୋର ଜଣେ ବନ୍ଧୁ ଗୋଟେ ଭିଡ଼ିଓ ପଠେଇଥିଲେ ମୋ ପାଖକୁ, ସେଥିରେ ଦେଖୁଥିଲି ରାଜସ୍ଥାନରେ ଜଣେ ପିତା ତାଙ୍କର ସେ ଗୋଟେ ପଗଡ଼ି ବାନ୍ଧନ୍ତି। ରାଜସ୍ଥାନର ଲୋକମାନେ ବହୁତ ଖରା ହେବା ଯୋଗୁଁ ସେ ତାର ପଗଡ଼ି ଅର୍ଥାତ୍ ସମ୍ମାନ, ଭଗବାନ ସେଥିପାଇଁ ପଗଡ଼ି ପିନ୍ଧନ୍ତି। ବାପା ନିଜର ପଗଡ଼ି କାଢ଼ିକି ଝିଅ ଗୋଡ଼ ତଳେ ଥଉଛି, ଗୋଡ଼କୁ ପ୍ରଣାମ କରୁଛି। ଝିଅଟି ଗୋଟେ ମୁସଲମାନ ପିଲାକୁ ବିବାହ କରିବାକୁ ଯାଉଛି, ବହୁତ ଆଭିଜାତ୍ୟ ପରିବାର ସେ। କିନ୍ତୁ ବେଳେବେଳେ ଆମେ କ୍ଷଣିକ ସୁଖ ପାଇଁ ଆମେ ଦୂରଦୃଷ୍ଟି ରଖିପାରୁନି ଯେ ଆଗକୁ କ'ଣ ହବ ଜୀବନଟା। ତେଣୁ ମହାରାଜ ଭରତଙ୍କର ଜୀବନରେ ବି ସେୟା ହେଇଥିଲା। ମହାରାଜ ଭରତ କରିପାରିଥାନ୍ତେ ଯେ ମୋର ଭାଗ୍ୟରେ ବର୍ତ୍ତମାନ ଅଛି, ମୁଁ ପଛେ କଷ୍ଟ ପାଏ ମୁଁ ରାଜା ହେବି, ମୁଁ ଚଳେଇବି ବର୍ତ୍ତମାନ, କାରଣ ମୋର ବାପା ମୋତେ କହିଛନ୍ତି ଆଉ ତ ରାମ ତ ଫେରିବେନି, ତେଣୁ ମୁଁ ହେବି। କିନ୍ତୁ ଭରତ କ'ଣ କଲେ ଜୀବନରେ ନା ସେ ବହୁତ ଦୃଢ଼ ନିଷ୍ପତ୍ତି ନେଲେ
जोटा कि सहज नुहे, जोटा कि कंफर्टेबल भी नुहे। एवं भरत गोटे जिनस विचार कले जे मोर जो निष्पत्तिर फलफलटा कौन हम, मु महान लाभ पाइबी ना मु महान क्षति हेबी। तेणु से कौन कले ना मु एकुटिया कहीं जीवी, आम समस्ते मिसी जाए। जब मुझे एकुटिया जीव राम मत से पाखे पूरे देवे आ सीधा बाहर करदे, समस्ते जीवा कौन करिया ना नहीं कि आसवा राम जी को। तेणु जीवन में गोटे जिनस गुरुत्वपूर्ण है, टीकाकार मैंने लिखिं जे जीवन में गुरुत्वपूर्ण है आम सब कौन कार्य करने उत्साह रखा दरकार। गत काली कहती आम इस्कन गोटे ये संस्था जो मैंने बहुत किसी जिनस शिक्षा कर संस्था भितर 80 वर्ष भी लोक मैंने स्वाध्याय करते किसी शिखा। मुझे काली कहती प्रभु को आम जो पूजारी कोर्स करने जाइए 80 वर्षर जड़े व्यक्ति से श्रृंगार शिखु था। प्रभुपाद लिखते 40 वर्ष पर जड़े श्रृंगार करने कथा नहीं, कहीं ना मनरे जो थॉट्स गुड़ाक बयस है आसेनी, धैर्य भी रुहे, सेवा करने बहुत शारीरिक और मानसिक ये थाए। तेणु तुम्हें अर्चन कर 40 वर्ष पर जड़े अर्चन कर मृत्यु पर्यंत अर्चन कर शेष पर्यंत, कि श्रृंगार सेवा कर पढ़ुली 80 वर्ष बयस जड़े श्रृंगार शिखुते देखिए उत्साह आम अधिक। कहीं मुझे देखे आमर जड़े ये भक्त थे मायापुर मंदिर रे मायापुर इतिहास लिखा अच्छी मायापुर डायरी कर गोटे बाहर जो केमती मंदिर गोटे प्रचार संस्था केमती भक्त मान जीवन बलिदान देता कथा लिखा जमती आमर संप्रदाय रे श्री नरोत्तम दास ठाकुर महाशय गोटे उत्सव करते प्रथम फेस्टिवल प्रथम उत्सव गौड़ीय वैष्णव संप्रदाय से हूँ गौर पूर्णिमा। आ से उत्सव श्रीमती जानवा ठाकुराणी नित्यानंद प्रभुंकर शक्ति से पाक करते से उत्सव किए झाड़ू मारी ना लिखाई, कौ मैंने मृदंग बजे ना लिखाई, कौन कीर्तन करते कौन करताल धरते। आई उत्सव एमती जे पंचतत्व भितर कहीं प्रकट नथिले से उत्सव जो होता कि उत्सव स्वयं पंचतत्व आ षड गोस्वामी प्रकट है कि कौन कले ना कीर्तन करते। इतने बड़ महान उत्सव आकु कौन है ना श्रील श्रीनिवास आचार्य प्रभु ताको ग्रंथ रूप में कौन कले रचना कले। ये तो आमर ये ग्रंथ रचना करना जो मैंने त्याग कर किंतु भगवान खातार से ना कौन हो लिखा हो जो मैंने निजर शारीरिक सुख स्वाच्छंद त्याग करी भगवान सेवा करती। तेरे आम बेले बेले देखू जे जीवन में सबुठ गुरुत्वपूर्ण है कौन से कार्य करने इच्छा करवा माने बेले बेले आम से करेजटा न था आम पाखे आम जे करवा ये बयस। तेणु सफलता मिल पारे बा विफलता मिल पारे। जो ये ड्रामा आरंभ है बहुत लोक ने बहुत कथा कहले से प्रभु मत पचारे मुझे कहले आप करतु जी कर तार किसी भूल हो आ भूलटा जन सुधारी पार परिमार्जित हो पार। मु प्रथम जो भगवान को सेवा कली मत जन प्रभु कहले भूल है मुझे व्यक्तिगत भाव में शिखिली गुरुजन मान पाखे बसी तार कारण खोजिली एवं से माने बहुत आशीर्वाद भी कर निश्चित भाव जड़े जे किसी करनी जे किसी कर तार किसी भूल बाहर जे कर तो निश्चित भाव तार किसी भूल बाहर। तेणु ये प्रभुपाद बहुत सुंदर कहते जे प्रभात कहते रॉन्ग एक्शन लीड्स मी समवेयर। मुझे किसी भूल काम करी मत गोटे अलग रास्ता को नहीं किंतु जदि इनएक्शन लीड्स मी नो वेयर, जदि मैं किसी न करी बस किसी कर पूरा निर्बोध होकर बस। तेणु आम देखा जे भरत महाराज कौन कले चलने। तेणु जो भरत महाराज बाहर बहुत गोटे सुंदर लीला मैं अनेक समय यहाँ कही बहुत विस्तृत भाव। भरत महाराज प्रथम जा कौन कले ना गंगा तीर रे पहुँचले। गंगा तीर जो पहुँचले से समय परिस्थिति कौन ना संपूर्ण अयोध्यावासी मैंने जाइछन गंगा तीर गंगा को पार करके सेपटे किए अच्छा ना गुहक अच्छा। ये निषाद राज गुहक विषय में अनेक समय कहे ये जन जातरती साधक जो दिन जीवन रे प्रथम थर पर दुईटी शब्द अक्षर कान रे पशिला राम जी प्रति नैसर्गिक रति सी कौन कर भारी सन्देह प्रकृति लोक किंतु तांकर सन्देहटा बहुत दिव्य सन्देह आम बर्तमान आग को शुणा। सी कौन कर
ନା ଗଙ୍ଗା ତଟରେ ଯେତେ ଡଙ୍ଗା ଥିଲା ସବୁ କଣ କରୁଛନ୍ତି ନେଇ ଆସିଲେ ଏପଟ ସାଇଡ। ଆଉ ସବୁ ଯୋଉ ଗୁଇନ୍ଦା ଯୋଉ ସେମାନେ ଯୁଦ୍ଧ କରନ୍ତି ସବୁ ଯୋଦ୍ଧାଙ୍କୁ କଣ କରୁଛନ୍ତି ରଖିଛନ୍ତି। ସେ ଗୋଟିଏ ନିର୍ଦ୍ଦେଶ ଦେଇଛନ୍ତି ଯେ ମୁଁ ବର୍ତ୍ତମାନ ଯିବି ଆର ପଟକୁ, ମୁଁ ତୁମକୁ ସଂକେତ ଦେବି। ଯଦି ଭରତ ରାମକୁ ମାରିବାକୁ ଯାଉ ତାହେଲେ ମୁଁ ସଂକେତ ଦେବି, ତୁମେ ତৎକ୍ଷଣାତ୍ କଣ କରିବ ନା ଯେତେ ଡଙ୍ଗା ଅଛି ସବୁଥିରେ ନିଆଁ ଲଗେଇଦବ। କାରଣ ଗଙ୍ଗା ପାର ହବା ପାଇଁ ଆଉ କୌଣସି ସାଧନ ନାହିଁ ସେପଟକୁ ଯିବା ପାଇଁ, ଗଙ୍ଗାରେ ଯିବା। ଆଉ ତମେ କଣ କରିବ ନା ନିଜ ଜୀବନକୁ ବଳି ଦେଇକି ଅଯୋଧ୍ୟାର ଲୋକମାନଙ୍କୁ ମାରିବ, କାରଣ ସେମାନେ ରାମକୁ ମାରିବାକୁ ଯାଉଛନ୍ତି। ଆଉ ଯଦି ଆମେ ନ ମାରି ପାରିବା ତାହେଲେ ଡଙ୍ଗା ପଡ଼ିଦେବା, ସେ ଯାଇପାରିବେନି ସେପଟକୁ ଆଉ। ତେଣୁ ଏଇଆ ଭାବିକି ଯେତେବେଳେ ନିଷାଦ ରାଜ ଗୁହ୍ୟକ ସେପଟକୁ ଗଲେ, ସେଠି ଭରତ ତାଙ୍କୁ ସ୍ୱାଗତ କଲେ। ଭରତ ବହୁତ ବିନମ୍ର ଭାବରେ ତାଙ୍କୁ ପଚାରିଲେ ଯେ ଏଇ ଗଙ୍ଗା ପାର ହବାର କୌଣସି ଅଲଗା କୌଣସି ଉପାୟ ଅଛି, ଅନ୍ୟ କୌଣସି ଉପାୟ ଅଛି? ସେ କହିଲେ ନା, ଅନ୍ୟ କୌଣସି ଉପାୟ ନାହିଁ, ଗୋଟିଏ ହିଁ ସାଧନ। ସେ କହିଲେ ଯେମିତି, କହିଲେ ଆପଣ ଭୟ କାହିଁ କରୁଛନ୍ତି? ଯେମିତି ଜଳରେ ମାଛ ଥାଏ, ମାଛ ଜଳ କଣ ତାର ଘର, ସେ କଣ ଭୟ କରୁଛି? ସେମିତି ଆମେ ହଉଛୁ କଣ ନା ଏହାର ହଉଛି ସାଧନ। ଆମେ ଯେତେ ଅଯୋଧ୍ୟାବାସୀ ଅଛନ୍ତି ଆମେ କଣ କରିବୁ, ଆପଣଙ୍କୁ ଅତି ସହଜରେ, ଆମ ପାଇଁ ଗଙ୍ଗା ହଉଛି ଆମର ଘର, ଆମେ ଆପଣଙ୍କୁ ପାର କରେଇଦବୁ। କିନ୍ତୁ ମୋର ଗୋଟେ ପ୍ରଶ୍ନ ଅଛି। ପ୍ରଶ୍ନଟା କଣ ନା ଆପଣ ଯାଉଛନ୍ତି କଣ ପାଇଁ? ଆପଣ କଣ ରାମଜୀଙ୍କୁ ମାରିବାକୁ ଚାହୁଁଛନ୍ତି? ଏଇ କଥାଟା ଯେତେବେଳେ ଶୁଣିଲେ ଭରତ ଏତେ ଦୁଃଖ କଲେ। ଭରତ କହିଲେ ଯେ ଆପଣ ମତେ କଣ କଲେ ନା ଗୋଟେ ରକ୍ତ ଲାଗିଥିବା ଛୁରୀରେ ମତେ ପୁଣି ଭୁସିଲେ। ମୋର ମନୋଭାବକୁ ନେଇକି କାହିଁକି ସମସ୍ତେ ମତେ ସନ୍ଦେହ କରୁଛନ୍ତି? ତେଣୁ ସେ କହୁଛନ୍ତି ଯେ ବାସ୍ତବରେ ମୋର ଉଦ୍ଦେଶ୍ୟ ହଉଛି ଯେ କେମିତି ମୁଁ ଯାଉଛି ରାମଜୀଙ୍କୁ ନେଇକି ଆସିବି, ରାମଜୀ ରାଜା ଅଯୋଧ୍ୟାର। ତେଣୁ ଭରତଙ୍କର ଯେତେବେଳେ କଥା ଶୁଣିବେ ନିଷାଦ ରାଜ ଗୁହ୍ୟକ, ଆପଣ ଦେଖିବେନି କଣ ଅବସ୍ଥା ହବ। ବାସ୍ତବରେ ରାମାୟଣ ଏ ଯୋଉ ପ୍ରସ୍ତୁତି ହେଲା ବେଳକୁ ମାନେ ହୃଦୟଟା ମାନେ ପୁରା ବିଗଳିତ ହେଇଯାଉଛି। ଗୁହ୍ୟକ ଭରତଙ୍କର କଥାରେ ଏତେ ପ୍ରଭାବିତ ହେଇଯିବେ ଯେ ଗୁହ୍ୟକ କହିବେ ଯେ ରାମଜୀଙ୍କର ତ୍ୟାଗ ଆପଣଙ୍କ ଆଗରେ କିଛି ନୁହେଁ। ରାମଜୀଙ୍କର ଭକ୍ତିଟା ହଉଛି ସାମାନ୍ୟ ଭକ୍ତି, ଲକ୍ଷ୍ମଣଙ୍କର ଭକ୍ତିଟା ହଉଛି ବିଶେଷ ଭକ୍ତି, ଆଉ ଭରତଙ୍କର ଭକ୍ତି ହଉଛି ବିଶେଷତର ଭକ୍ତି। ଭରତଙ୍କ ଭକ୍ତିଟା ହଉଛି ଗୋପୀ ଭାବ, ଗୋପୀ ମାନଙ୍କର ଯେମିତି ଭାବ, ତତ୍ସୁଖେ ସୁଖିତ ଭାବ। ଆପଣ ଏତେ ପ୍ରଶଂସା କରିବାକୁ ଲାଗିବେ। ଦେଖନ୍ତୁ ଭରତଙ୍କ ଜୀବନରେ କଣ ହେଲା ନା ବର୍ତ୍ତମାନ ଚତୁର୍ଥ ଟେଷ୍ଟ ଆସିଲା। ଗୁହ୍ୟକ କଣ କଲେ, ଏତେ ପ୍ରଶଂସା କରିବାକୁ ଲାଗିଲେ। ଭରତ କେମିତି ଏଇ ଜିନିଷଟାକୁ ପାର, ଆମ ପ୍ରତ୍ୟେକ ଜୀବନରେ, ଆମ ଜୀବନରେ ସେଇ ଜିନିଷଟା ଆସେ। ବେଳେ ବେଳେ ଲୋକ ଆମକୁ ବହୁତ ନିନ୍ଦା କରନ୍ତି, ବହୁତ ଖରାପ ଶୁଣିଲେ ବହୁତ କଷ୍ଟ ଲାଗେ। ବେଳେ ଲୋକମାନଙ୍କୁ ଆବଶ୍ୟକତା ଠାରୁ ଅଧିକା ପ୍ରଶଂସା କରନ୍ତି। ଆପଣ ଗୋଟେ ଜାଗାକୁ ଯାଇଥିବେ, ଆପଣଙ୍କୁ ଭଗବାନ ତୁଲ୍ୟ ମାନେ ଲୋକ ସମ୍ମାନ ଦେଉଥିବେ, ଆପଣ ଲାଗିଥିବ ଯେ ମୁଁ ବାସ୍ତବରେ ଏଇ ସମ୍ମାନର ଅଧିକାରୀ ନୁହେଁ, ସମ୍ମାନ ଅଧିକାରୀ ମୋର ଗୁରୁବର୍ଗ। ତେଣୁ ଭରତ କଣ କଲେ ନା ଟୋଟାଲି କଥାଟାକୁ ହିଁ କଣ କଲେ, ଚେଞ୍ଜ କରିଦେଲେ। ନା ସମ୍ମାନକୁ ଗ୍ରହଣ କଲେ ନା ସେ ଅପମାନକୁ ଗ୍ରହଣ କଲେ। ଭରତ କଣ କଲେ ନା ସେ ଟପିକକୁ ହିଁ ଚେଞ୍ଜ କରିଦେଲେ। ଭରତ କହିଲେ କାରଣ ଏଇ ଯୋଉ ସମ୍ମାନ ଆଉ ଅପମାନ, ଏ ଦିଟା ଆମର ଲକ୍ଷ୍ୟ ପ୍ରାପ୍ତିରେ କଣ ବହୁତ ବଡ ବାଧକ, ଆମେ ପହଞ୍ଚି ପାରିବାନି ଲକ୍ଷ୍ୟ ପ୍ରାପ୍ତିରେ। ଗୋଟେ ବହୁତ ସୁନ୍ଦର ଚରିତ୍ର ମୁଁ ଆପଣଙ୍କୁ କହୁଛି। ଥରେ ଗୌତମ ବୁଦ୍ଧ କଣ କରୁଥିଲେ ନା ଗୋଟେ ସଭାରେ ସେ କିଛି କଥା କହୁଥିଲେ, ପ୍ରସ୍ତୁତ କରୁଥିଲେ। ତ ସଭାରେ ଯେ ସମସ୍ତେ ଶୁଣିବାକୁ ଆସନ୍ତି ସେ ନୁହେଁ, ଜଣେ ବହୁତ ଈର୍ଷାଳୁ ବ୍ୟକ୍ତି ବସିଥିଲା, ସେ ରାଗିକି ଅନଉଥାନ୍ତି ଗୌତମ ବୁଦ୍ଧକୁ। ଗୌତମ ବୁଦ୍ଧ ଜାଣିପାରୁଛନ୍ତି, ଆପଣଙ୍କୁ ଦେଖିଲେ ଜଣା ପଡେ, ଫେସ୍ ଇଜ ଇଣ୍ଡେକ୍ସ ଅଫ ହାର୍ଟ, ଆପଣଙ୍କର ମନୋଭାବଟା କେମିତି। ସେ କଣ କଲେ ନା ଯେତେବେଳେ କଥା ସରିଲା ସେ ରାଗିକି ଆସି ଗୌତମ ବୁଦ୍ଧଙ୍କ ଉପରେ ଚେପ ପକେଇଦେଲେ। ମାନେ ଦେଖନ୍ତୁ ଈର୍ଷାର ମାନେ କିଭଳି ତାଣ୍ଡବ। ଜଣଙ୍କର ଜିଜ୍ଞାସା, ଧରନ୍ତୁ ଆପଣ କଣ ଗୋଟେ ପ୍ରସ୍ତୁତ କରୁଛନ୍ତି, ମୋର ସେ ବିଷୟରେ ଜ୍ଞାନ ନାହିଁ। କାଲି ଯେତେବେଳେ ପ୍ରଭୁ ପ୍ରସ୍ତୁତ କରୁଥିଲେ ମୁଁ ଆଉ ରୁମରେ ରହିପାରିଲିନି। ମୁଁ କହିଲି ମୁଁ ନିଶ୍ଚିତ ଯାଇକି ଭଗବାନଙ୍କୁ ଏଇଠି ବସିକି ଦର୍ଶନ କରିବା ଦରକାର, ଏତେ ସୁନ୍ଦର ମାନେ ହଉଛି। ହୁଏତ ଆପଣଙ୍କର କୌଶଳଟାକୁ ମୁଁ ଜାଣିପାରୁନି। ଆମର ଶ୍ରୀ ରାଧାରାମ ସ୍ୱାମୀ ଗୁରୁଦେବ ଗୋଟେ କଥା କୁହନ୍ତି ଯେ ଭାଷାର ଜ୍ଞାନର ଅଭାବ ଥିବା ଯୋଗୁଁ ଅନେକ ବିଷୟକୁ ଆମେ ଆସ୍ୱାଦନ କରିପାରୁନୁ। ଯେମିତି ସୂରଦାସ ଆଦି ରସକବି ମାନେ ବହୁତ ପଦ ଲେଖିଛନ୍ତି, ବା ଅନେକ କବି ଅଛନ୍ତି ବିଭିନ୍ନ ଜାଗାରେ। ଆମେ ଯେତେବେଳେ ଦକ୍ଷିଣ ଭାରତ ଯାଉ କିଛି ବୁଝିପାରୁ,
କିନ୍ତୁ ସେମାନେ ପୁରା ଆନନ୍ଦରେ ବିହଳ ହେଇକି ଗାଉଥାନ୍ତି, ତାଙ୍କର ଭାଷାର ଜ୍ଞାନ ନଥିବା ଯୋଗୁଁ ଆମେ ସେ ସବୁ ଜିନିଷ ଗୁଡା ବୁଝିପାରୁନୁ। କିନ୍ତୁ ଇତି ଈର୍ଷା ସେ ଆସିକି ଛେପ ପକେଇଲେ। ଗୌତମ ବୁଦ୍ଧ କହିଲେ, ଯଦି ଗୋଟିଏ କଥା କହିଲେ, ଶବ୍ଦଟା ଶୁଣିବେ ବଡ ଗମ୍ଭୀର। ଗୌତମ ବୁଦ୍ଧ କହିଲେ, ଯଦି ଆପଣ ନିଜର ଭାବକୁ ପ୍ରସ୍ତୁତ କରିସାରିଲେ, ଆପଣ ଯଦି କହିସାରିଲେ ମୁଁ ଆସନରୁ ଉଠିବି, ଏବଂ କହିଲେ, ଏବଂ ସେ ଉଠିକି ବଡ ବିନମ୍ରତା ସହିତ ପଳେଇଲେ। ସେ ବ୍ୟକ୍ତି ଜଣକ ରାତିରେ ଆଉ ଶୋଇପାରିଲେନି। ହଁ, ଯେ ଗୌତମ ବୁଦ୍ଧ କେତେ ଗମ୍ଭୀର ଦେଖନ୍ତୁ। ଗୌତମ ବୁଦ୍ଧ ବି କହୁଛନ୍ତି, ଇଏ ତାଙ୍କ ଉପରେ ସେ ଛେପ ପକେଇଲେ। କିନ୍ତୁ ଗୌତମ ବୁଦ୍ଧଙ୍କର ପ୍ରଶ୍ନ କଣ ଥିଲା? ଆପଣ ଯଦି ଆପଣଙ୍କର ବକ୍ତବ୍ୟ ପ୍ରସ୍ତୁତ କରିସାରିଲେ ମୁଁ ବର୍ତ୍ତମାନ ଯିବି କି ନାହିଁ। ତେଣୁ ସେ ବ୍ୟକ୍ତି ଜଣକ ବହୁତ ଅନୁତାପ କରିବାକୁ ଲାଗେ। ଏବଂ ତା ପରଦିନ ପୁଣି ସେ ଗୌତମ ବୁଦ୍ଧ ଗଲେ କଥା କହିବାକୁ। ସେ ସେଦିନ ବହୁତ ଗମ୍ଭୀରତାର ସହିତ ଗୌତମ ବୁଦ୍ଧଙ୍କର କଥା ଶୁଣିଲେ। ଯେତେବେଳେ କଥା ସରିଗଲା, ସେ ଏତେ ଅନୁତାପ କଲେ, ସେ ଆସିକି ଗୌତମ ବୁଦ୍ଧଙ୍କ ପ୍ରଥମେ ଭୂମିଷ୍ଠ ହେଇକି ପ୍ରଣାମ କଲେ, ତାଙ୍କ ପାଦ ଧରିକି ଭୋ ଭୋ ହେଇକି କାନ୍ଦିଲେ ଏବଂ ତାଙ୍କ ଚରଣରେ ପୁଷ୍ପାଞ୍ଜଳି ଦେଲେ। ସେଦିନ ଗୌତମ ବୁଦ୍ଧ ପୁଣି କହିଲେ, ଯଦି ଆପଣ ଆପଣଙ୍କର କଥା ପ୍ରସ୍ତୁତ କରିସାରିଛନ୍ତି ତାହେଲେ ମୁଁ ଯିବି କି? ବୁଝିପାରିଲେ କଥାଟା କଣ? ଯଦ ଛେପ ପକେଇଲେ ବି ଯାହା କହିଥିଲେ, ଆଜି କାନ୍ଦିକି ଯେତେବେଳେ ଅନୁତାପ କଲେ ବି ସେଇଆ କହିଲେ, ଯେ ଆପଣ ଯଦି ଆପଣଙ୍କର କଥାଟା ପ୍ରସ୍ତୁତ କରିସାରିଲେ ବର୍ତ୍ତମାନ ଯିବି କି? ସେମିତି ଭରତ ସମ୍ମାନକୁ ବା ଅପମାନକୁ ଦିଟା କୋଉଟାକୁ ଗ୍ରହଣ କଲେ, ସେ କଣ କଲେ? ଟପିକଟାକୁ ଚେଞ୍ଜ କରିଦେଲେ। ତେଣୁ ଆମେ ଜୀବନରେ କଣ କଥା, ଏ ସମ୍ମାନ ବି ଆମର ନୁହେଁ କି ଅପମାନ ବି ଆମର ନୁହେଁ, ଯଦି ଆମେ ମାନେ କଣ ଅଛେ ନା ଠିକ ଅଛେ। ଏଠି କହୁଛନ୍ତି ଯେତେବେଳେ ଭରତ କଣ ହେଲେ ନା, ସେ ରାତିରେ ଆଉ ଶୋଇପାରିଲେନି। ସେ ଗଙ୍ଗା ତଟରେ ଯେତେବେଳେ ରାତିରେ ନିବାସ କଲେ, ରାତିରେ ତ ଗଙ୍ଗା ପାର ହେଇବନି, ଆଉ ଶୋଇପାରିଲେନି। ନିଷାଦରାଜ ଗୁହ୍ୟକ ଦେଖିଲେ ଯେ ଭରତ ଶୋଇପାରୁନାହାନ୍ତି। ତେଣୁ ସେ ଆସିକି ଭରତ ତାଙ୍କର ସେ କଥା ହେଲେ। ଆଉ ଏଇ ଯୋଉ ଗୁହ୍ୟକ ଶବ୍ଦର ଅର୍ଥ ହଉଛି ଯାହାଙ୍କର ବାଣୀ ଅତ୍ୟନ୍ତ ଗହନ, ବହୁତ ଗହନ। ସେ ବହୁତ ଆମର ଶ୍ରୀଲ ଗୁରୁମ ସିଂ ଗୁରୁଦେବ ଗୋଟେ କଥା କୁହନ୍ତି ଯେ ପ୍ରଭୁପାଦ's purport need further explanations। ପ୍ରଭୁପାଦ ବହୁତ କମ ଶବ୍ଦରେ, ଅନେକ ଲୋକମାନେ ଭାବନ୍ତି ଯେ ପ୍ରଭୁପାଦଙ୍କର ସଂସ୍ଥାରେ ସାମାନ୍ୟ କଥା ରହିଛି, ଇଏ ତାତ୍ଵିକ କଥା ଅଛି, ରସ କଥା ଉପରେ ପ୍ରଭୁପାଦ କିଛି ବ୍ୟକ୍ତ କରିନାହାନ୍ତି। ସେଇଭଳି ବ୍ୟକ୍ତିମାନେ ଭକ୍ତିର ଶାନ୍ତ ସିନ୍ଧୁ ଦେଖିବା ଦରକାର ପ୍ରଭୁପାଦଙ୍କର। କିଭଳି ପ୍ରଭୁପାଦ ଚୈତନ୍ୟ ଚରିତାମୃତର ପର୍ପଟ ଦେଖିବା ଦରକାର। ଏବଂ ଦଶମ ସ୍କନ୍ଧରେ ପ୍ରଭୁପାଦଙ୍କର ଭୁବନେଶ୍ୱର ମନ୍ଦିରରେ ଆମର ପ୍ରଭୁପାଦ ଅନୁବାଦ ଆରମ୍ଭ କରିଥିଲେ, ତାକୁ ଅବଲୋକନ କରିବା ଦରକାର। କେତେ ପ୍ରଭୁପାଦ ସବୁ କହିଛନ୍ତି। ଏବଂ ଶ୍ରୀଲ ଗୌରମ ସାଇ ଗୁରୁଦେବ ସବୁବେଳେ କୁହନ୍ତି, ମୋ ଜୀବନର ଗୋଟେ ଉଦ୍ଦେଶ୍ୟ ହେଲା ଯେ ମୁଁ ଏଇ କଥାଟାକୁ ପ୍ରତିପାଦନ କରିବାକୁ ଆସିଛି, ଯେ ପ୍ରଭୁପାଦଙ୍କର ଗ୍ରନ୍ଥରେ ସବୁ କିଛି ଅଛି, ଆମେ ଅନ୍ୟତ୍ର କୋଉଠିକି ଯିବା ଦରକାର ନାହିଁ। ତେଣୁ ନିଷାଦରାଜ ଗୁହ୍ୟକଙ୍କର କଥାରେ ସେ ଯୋଉ ଶବ୍ଦ ବ୍ୟବହାର କରନ୍ତି ତାକୁ ସାଧାରଣ ଲୋକ ବୁଝିପାରନ୍ତି ନାହିଁ। ତେଣୁ ସେ କହିଲେ ଯେ ଭରତ ପଚାରିଲେ, ସେ ଦେଖିଲେ ଯେହେତୁ ଭରତ ଶୋଇପାରୁନାହାନ୍ତି, ତେଣୁ ଭରତ ପଚାରିଲେ ଯେ ରାମଜୀ ଯେତେବେଳେ ଆସିଥିଲେ ସେମାନେ କଣ କଣ କଲେ, ଆପଣ ପାଖରେ ଯେତେବେଳେ ଥିଲେ କଣ କଣ କଲେ? ତେଣୁ ଭରତ କହିବାକୁ ଲାଗିଲେ ଏବଂ ଭରତ ପଚାରିଲେ ଯେ ମୋର ଭାଇ କୋଉଠି ଶୋଇଥିଲେ? ତେଣୁ ନିଷାଦରାଜ ଗୁହ୍ୟକ ଭରତଙ୍କର ହାତ ଧରିକି ସେଇ ଯୋଉ ପର୍ଣ୍ଣ ଯାହା କୁହନ୍ତି ଶଯ୍ୟା ପ୍ରସ୍ତୁତ କରିଥିଲେ ଲକ୍ଷ୍ମଣ, ସେଠିକି ନେଇକି ଗଲେ। ଆଉ ଭରତ ଯେତେବେଳେ ଦେଖିଲେ ସେ ଶଯ୍ୟାକୁ, ସେ ଭୋ ଭୋ ହେଇକି କାନ୍ଦିଲେ। ଏବଂ ସେ ଶଯ୍ୟାରେ ସୀତା ଦେବୀଙ୍କର ହାତର କିଛି ସ୍ୱର୍ଣ୍ଣ ଆଭୂଷଣ ରହିଯାଇଥିଲା ଶୋଇଲା ବେଳେ। ତାକୁ ଦେଖିକି ଭରତ କଣ କଲେ ନା ଚାରିଟା ପ୍ରତିଜ୍ଞା କଲେ ସେଠି। ଆଉ ସେ ଯେତେବେଳେ ପ୍ରତିଜ୍ଞା କଲେ, ଅଯୋଧ୍ୟାବାସୀ ମାନେ ବି ଆଉ କେହି ଶୋଇପାରିଲେନି, ସେମାନେ ସମସ୍ତେ ସେଠିକି ପଳେଇ ଆସିଲେ। ଭରତ ପ୍ରତିଜ୍ଞା କଲେ ଯେ ଆଜିଠାରୁ ମୁଁ ପ୍ରତିଜ୍ଞା କରୁଛି, ମୁଁ କୌଣସି ପାକ ହେଇଥିବା ବସ୍ତୁକୁ ଗ୍ରହଣ କରିବି। ମୁଁ ବି ମୋର ଭାଇ ଭଳିଆ କଣ କରିବି, ଫଳମୂଳ କନ୍ଦ ଆହାର କରିକି ମୁଁ ରହିବି। ଏବଂ ଆଜିଠୁ ମୁଁ କେବେ ହେଲେ ବି କୋମଳ ବସ୍ତ୍ର ପରିଧାନ କରିବିନି। ଏବଂ ଆଜିଠୁ ମୁଁ କେବେ ହେଲେ ରାଜଭବନରେ ବା ଗୃହରେ ରହିବିନି, ମୁଁ ବି ଗୋଟେ ପର୍ଣ୍ଣକୁଟୀର କରିକି ମୋର ଭାଇଙ୍କ ଭଳି ଚଳିବି। ଏବଂ ଯେତେବେଳେ ଏଇ କଥା ଶୁଣିଲେ, ଏବଂ ଆଜିଠୁ ମୁଁ କେବେ ହେଲେ କୌଣସି ସୁଖ ସ୍ୱାଚ୍ଛନ୍ଦ୍ୟ ଏଇସବୁ ଜିନିଷକୁ ଗ୍ରହଣ କରିବି, ଏଇ କଥାଟା ଯେତେବେଳେ ଶୁଣିଲେ ସେଇଠି ଜଣେ ମୂର୍ଚ୍ଛିତ ହେଇଗଲେ। ସବୁ ଅଯୋଧ୍ୟାବାସୀ ଅଛନ୍ତି, ଜଣେ ମୂର୍ଚ୍ଛିତ ହେଲେ। ସେ କିଏ ହେଇଥିବେ କହିଲେ? ମହାରାଣୀ କୈକେୟୀ। ମହାରାଣୀ କୈକେୟୀ ଭାବିଲେ ଯେ ଆମର ବଙ୍ଗଳାରେ ପ୍ରଭୁପାଦ ଗୋଟେ କଥା କୁହନ୍ତି, ସୁଖେର ଲାଗିଆ ସଂସାର କରିନୁ ଆଗୁନେ ପୁଡ଼ିଆ ଗେଲ। କୈକେୟୀ କହିଲେ ମୁଁ ହିଁ ମାନେ ଭରତଙ୍କ ପାଇଁ ମୋର ସ୍ୱାମୀଙ୍କ ସହିତ ଏଇଆ କଲି, ବର୍ତ୍ତମାନ କଣ ହେଲା ଭରତ ହିଁ କଣ କଲେ ସେଇଆ ପଡିବା। ତୁମେ ଅନ୍ୟ ପାଇଁ ଯୋଉ ମାନେ ଯାହା କଷ୍ଟ ଦଉଛ, ସେଇ କଷ୍ଟଟା ଯେତେବେଳେ ତୁମ ପାଖକୁ ଫେରିକି ଆସିବ,
ସେତେବେଳେ ତୁମେ ବୁଝିପାରିବ ଯେ କେତେ କଷ୍ଟ ହୁଏ। ତେଣୁ ବର୍ତ୍ତମାନ କଣ କଲେ ନା ଭରତ କଣ କଲେ ନା ସେ ଯୋଉ ପର୍ଣ୍ଣ ଶଯ୍ୟା ହେଇଥିଲା ତାକୁ ପରିକ୍ରମା କରିବାକୁ ଲାଗିଲେ। ଆଚ୍ଛା ସେଠି କଣ ଏମିତି ଯେ ପରିକ୍ରମା କରିବାକୁ ଲାଗିଲେ ନା ଭଗବାନ ସେଠି କଣ କରୁଛନ୍ତି ନା ନିଜର ସୁଖକୁ ତ୍ୟାଗ କରିକି ଆଜି କଣ କରୁଛନ୍ତି ରାଜା ହେଇକି ସ୍ୱୟଂ ପ୍ରଭୁ ହେଇକି ସେ କଣ କରୁଛନ୍ତି ନା ପର୍ଣ୍ଣ ଶଯ୍ୟା ଉପରେ ବିଶ୍ରାମ କରୁଛନ୍ତି। ସେଥିଲାଗି ଯୋଉଠି ତ୍ୟାଗ ଥାଏ, ମନ୍ଦିର ମାନେ କଣ ମୁଁ ସବୁବେଳେ ଯାଏ, ଆପଣ ମାନେ କି ପ୍ରାୟ ଅନେକ ଭକ୍ତ ଅନୁଭବ କରିଥିବେ ଆମର ଶ୍ରୀଲ ଗୋବିନ୍ଦ ସିଂ ଗୁରୁଦେବ ଯୋଉ ଯୋଉ ଜାଗାକୁ ଯାଇଛନ୍ତି, ଯୋଉଠି ଯୋଉଠି ସେ ମନ୍ଦିରରେ ଯୋଉ ଠାକୁରଙ୍କୁ ସେବା କରିଛନ୍ତି, ସେ ମନ୍ଦିର ଭିତରେ ଗୋଟେ ସୁଗନ୍ଧ ଥାଏ, ସମାନ ସୁଗନ୍ଧ। ମୁଁ ଗଦେଇଗିରି ବି ସେଟାକୁ ଅନୁଭବ କରିଛି, ଭୁବନେଶ୍ୱର ମନ୍ଦିରରେ ବି ଅନୁଭବ କରିଛି। ଯୋଉଠି ଯୋଉଠି ସେ ଯାଇଛନ୍ତି ସେ ଠାକୁରଙ୍କ ପାଖରୁ ଗୋଟେ ସୁଗନ୍ଧ ଆସେ। ହଁ, ଆଉ ସେ ଆମର ଥରେ ଚୈତନ୍ୟ ଚନ୍ଦ୍ରପୁର ଗୋଟେ ବହୁତ ସୁନ୍ଦର କଥା କହିଥିଲେ। ଯେତେବେଳେ ସେ ଗୁରୁ ହେଇକି ପ୍ରଥମ ଥର ପାଇଁ ଭୁବନେଶ୍ୱର ମନ୍ଦିରକୁ ଆସିଲେ ଆଉ ତାଙ୍କର ଗୁରୁ ପୂଜାର ବ୍ୟବସ୍ଥା କରାଯାଇଥିଲା, ସେ ସେଠି ଗୋଟେ ବହୁତ ସୁନ୍ଦର କଥା କହିଥିଲେ। ସେ କହିଥିଲେ ଏଇ ମାଟି ଉପରେ ଆମମାନେ କେହି ଗୁରୁ ପୂଜା ନେଇପାରିବୁ, ଯେ ପ୍ରକୃତରେ ଯାହାର ଗୋଟେ ଶିଷ୍ୟର ଅଭିମାନ ଥିବ ସେ ନେଇପାରେ, କାରଣ ଏଇ ମାଟି ଆମ ଗୁରୁଙ୍କର ରକ୍ତରେ କଣ ହେଇଛି, ଏଇ ମନ୍ଦିର ତିଆରି ହେଇଛି, ଏଠି ଆମେ କେମିତି ଗୁରୁ ପୂଜା ନେବୁ? ସେ ସେଟାକୁ ଆକ୍ସେପ୍ଟ କଲେନି। ମୋର କହିବା କଥା ହଉଛି ସମସ୍ତଙ୍କର ସବୁ ବୈଷ୍ଣବଙ୍କର ଭିନ୍ନ ଭିନ୍ନ ଭାବ। ଗୋଟେ ଶିଷ୍ୟର ସବୁବେଳେ ତାର ଗୁରୁ ଅଭିମାନ ରହିବା ଦରକାର, ତାର ଗୁରୁ ପରମ୍ପରାର ଅଭିମାନ ରହିବା ଦରକାର, ନହେଲେ ତାର ଜୀବନ ଆଉ କିଛି ଆଧ୍ୟାତ୍ମିକ ଜୀବନ କିଛି ମୂଲ୍ୟ ନାହିଁ। ତେଣୁ ଯୋଉଠି ଜଣେ ବୈଷ୍ଣବ ସେ ଜାଗାଟା ହଉଛି ଜଣେ ଶିଷ୍ୟ ତାର ଗୁରୁଙ୍କ ପାଇଁ ତାର ଜୀବନକୁ ବଳିଦାନ ଦେଇକି କେମିତି ସେ ଭଗବାନଙ୍କୁ ସ୍ଥାପିତ କରିଛି ସେ ସ୍ଥାନ। ଏଇ ଯୋଉ ମନ୍ଦିରରେ କଣ ହବା ଦରକାର, ମନ୍ଦିରରେ ଭୋଗୀ ଲୋକ ରହିବା କଥା ନୁହେଁ, ମନ୍ଦିରରେ ତ୍ୟାଗୀ ଲୋକମାନେ ରହିବା ଦରକାର। କଣ ତ୍ୟାଗ କରିବେ ନା ନିଜର ସୁଖକୁ ତ୍ୟାଗ କରିକି ଈଶ୍ୱରଙ୍କର ସୁଖର କଣ କରାହବ ସବୁବେଳେ ବ୍ୟବସ୍ଥା କରାଯାଉଛି। ମନ୍ଦିର ଯେତେବେଳେ ଫେଷ୍ଟିଭାଲ ହବ ସବୁଠୁ ଅଧିକା ଖର୍ଚ୍ଚ ଭଗବାନ ପାଇଁ କରିବା ଦରକାର। ତାହେଲେ ମୁଁ ଥରେ ଯାଇଥିଲି ପ୍ରଭୁଙ୍କ ଗଦେଇଗିରି, ସେ ମନ୍ଦିର ଗୋଟେ ବିରଳ ମନ୍ଦିର ସତରେ। ମାନେ ଏମିତି ଗୋଟେ ଗାଁ ଭିତରେ ଗୋଟେ ମନ୍ଦିର, ଆଉ ଏଭଳି ଭଗବାନଙ୍କର ସେବା ପୂଜାର ସୌଷ୍ଠବ ମୁଁ କୋଉଠି ଦେଖିନି। ଆମ ମାୟାପୁର ପରେ ଦ୍ୱିତୀୟ ମନ୍ଦିର ଯଦି ଭାବେ ବଡ ଗୌରବର ସହିତ ଭଗବାନଙ୍କର ଛୋଟ ମୋଟ କିଛି ସେବା କରିବାର ସୌଭାଗ୍ୟ ମିଳିଛି। ଦିଟା ସ୍ଥାନ ବଡ ଇସ୍କନ ଭିତରେ ଗୌରବର ସହିତ ଭାବେ, ଗୋଟେ ମାୟାପୁର, ଗୋଟେ ଗଦେଇଗିରି। ଯୋଉଭଳି ଭୋଗ ଲାଗେ ଭଗବାନଙ୍କ ପାଖରେ ମୁଁ କଳ୍ପନା କରିପାରିବିନି। ଏବେ କଣ ଥିବ ପରିସ୍ଥିତି ମୁଁ ଜାଣିନି, କିନ୍ତୁ ବହୁତ ସୁନ୍ଦର ବାସ୍ତବରେ ସେ କଥା କୁହା ଠାକୁର। ସେ ଜଣେ ମା ସେବା କରୁଥିଲେ, ସେଠି କେତେବେଳେ ଆଇଟମ ରିପିଟ ହୁଏନି। ଯୋଉ ଆଇଟମ ଗୁଡା ସେ କରନ୍ତି କେବେ ରିପିଟ ହୁଏନି। ତେଣୁ ବହୁତ ସୁନ୍ଦର ସେବା। ତେଣୁ ଯୋଉଠି ତ୍ୟାଗ କରାଯାଏ ସେ ଭୂମିଟା କଣ ହୁଏ, ପୂଜନୀୟ ହେଇଯାଏ। ସେଥିଲାଗି ଭରତ ପରିକ୍ରମା କଲେ, ଆଉ ଭରତଙ୍କୁ ଦେଖିଲା ପରେ କଣ କଲେ ନା ପ୍ରତ୍ୟେକ ଅଯୋଧ୍ୟାବାସୀ କଣ କଲେ, ପରିକ୍ରମା କଲେ। ଆପଣ ଜାଣିକି ବହୁତ ଖୁସି ହେବେ, ଆଜି ବି ଜାଣିଛନ୍ତି ନା ସେ ଯୋଉ ଛାପଟା ସୀତାରାମଙ୍କର ଆଜି ବି ଅଛି। ଗୌରାମାର ଯେସବ ସ୍ଥାନେ କରିଲ ଭ୍ରମଣ ରଙ୍ଗେ, ସେସବ ସ୍ଥାନ ହେରିବ আমি প্রণয়ী ভকত সঙ্গে। ପୃଥିବୀ ମା ତାର ସୌଭାଗ୍ୟ ସ୍ୱରୂପ ଏସବୁ ଚିହ୍ନକୁ ଧାରଣ କରିକି ରଖିଛି। ତେଣୁ ଏଠି କହୁଛନ୍ତି ଯେ ନିଷାଦରାଜ ଗୁହ୍ୟକୁ ତାପରେ ପଚାରିଲେ ଯେ ଆପଣ କଣ କଲେ ସେଇ ରାତ୍ରିରେ। ନିଷାଦରାଜ ଗୁହ୍ୟ ବଡ ବର୍ତ୍ତମାନ ଭାରି ଗମ୍ଭୀର କଥା କହିଲେ। ନିଷାଦରାଜ କହିଲେ ଯେ ଭଗବାନ ଯେତେବେଳେ ଶୋଇ ପଡିଲେ ଲକ୍ଷ୍ମଣ ଆଉ ଶୋଇଲେ, ଆଉ ମୁଁ ବି ଶୋଇଲି। ଏଇ କଥାରେ ଦେଖିଲେ ଆପଣ କଣ ବୁଝିବେ କହିଲେ, ଏଇ କଥାଟା ପୁରା ସିଧା କଥା। ଲକ୍ଷ୍ମଣ ଶୋଇଲେନି, ମୁଁ ବି ଶୋଇଲି। ଭରତ କିନ୍ତୁ ଏ କଥାଟାକୁ ବୁଝିଗଲେ। ଭରତ କହିଲେ ଯେ ନିଷାଦରାଜ ଗୁହ୍ୟ ରାମଙ୍କର ସୁଖ ପାଇଁ, ରାମକୁ ସୁରକ୍ଷା ଦେବା ପାଇଁ ସେ ଜୀବନ ସଂସାର ସମସ୍ତଙ୍କୁ ସନ୍ଦେହ କରିବେ, ଲକ୍ଷ୍ମଣଙ୍କୁ ବି ଛାଡିଲେନି। ଲକ୍ଷ୍ମଣଙ୍କୁ ବି ତାଙ୍କର ସନ୍ଦେହ ଯେ କାଳେ ମାରିଦେବେ ମୋର ମାନେ ବନ୍ଧୁଙ୍କୁ। ତେଣୁ ଭରତଙ୍କୁ ତ ସନ୍ଦେହ କରିଛି, ପଚାରି ଦେଇଛନ୍ତି ଆଗ ତମେ ମାରିବାକୁ ଯିବେ କଣ କରିବେ। ବର୍ତ୍ତମାନ ଲକ୍ଷ୍ମଣକୁ ସେ ସନ୍ଦେହ କରିଛନ୍ତି, ସେ କହିଦେଲେ। ତେଣୁ ଭରତ ବହୁତ ଖୁସି ହେଇଗଲେ। ୟାଙ୍କର ଯୋଉ ସନ୍ଦେହ ସେଟା କଣ ପାଇଁ ନା ବହୁତ କଣ ନା ବହୁତ ତାଙ୍କର ମଙ୍ଗଳ ପାଇଁ। ଦେଖନ୍ତୁ ଜଣେ ନିଜର କଥା ଚିନ୍ତା କରି ସେ ଜଣେ ସ୍ୱାର୍ଥପର ବ୍ୟକ୍ତି। ଗୋଟେ ବାପା ତାର ପିଲାମାନଙ୍କ ପାଇଁ ସେ ସବୁବେଳେ କଣ କରେ, ସନ୍ଦେହ କରିବ। ମୋର ପିଲା ଯାଇ ଖରାପ ପିଲା ସହିତ ମିଶିଗଲେ ତାର ମନରେ ଗୋଟେ ସନ୍ଦେହ ଆସେ। ସେଇ ସନ୍ଦେହଟା କଣ, ତାର ମଙ୍ଗଳ ପାଇଁ, ତାର ମାନେ ତାର ସନ୍ତାନର ମଙ୍ଗଳ ପାଇଁ ସେ ତାର ସନ୍ଦେହ କରୁଛି। ତେଣୁ ଏଠି କହୁଛନ୍ତି ଯେ
वर्तमान कौन हेले ना समस्ते डंगा पार है कि कोटी पहुंचले ना भरद्वाज मुनि आश्रम रे पहुंचले। जिते भरद्वाज मुनि आश्रम रे पहुंचले सेते बेले से कौन हेले ना भरद्वाज मुनि तांको स्वागत कले। महाराज भरत को गुरु वशिष्ठ भी थे। भरद्वाज कौन कले ना गोटे पुणी प्रश्न पचारे भरत भरत पचारे जे एठू केमती राम जी पाखे पहुंची पारि। भरद्वाज पचारे जे तुम कौन पे आस राम जी पाख तुम कौन मारिया को आस। भरत से कहले बर्तमान कौन करी वर्तमान मुझे भरत कहले जे मु स्वप्न भाई पारिनी आ मते अन्य माने पचारुचंदी ए कथा मु कौन करी किंतु आपण मते कहीं पचार आपण कहीं पचार कारण आपण होचंती अतीत वर्तमान और भविष्य द्रष्टा। आपण कौन जानना मोर मनर उद्देश्य साधारण लोक सिना संदेह करिए गुरु कौन संदेह करिए। तेणु बहुत सुंदर कहले जदि आपण मो ऊपर संदेह कर भरत कहले आपण मोर गुरुदेव को पचार वशिष्ठ ये अच्छा पचार सी तो जानते ना मो मनर उद्देश्य। तेणु भरद्वाज भरद्वाज बहुत सुंदर भरद्वाज मुनि कहबी जे मु तुमको तीनटा कारण रे प्रश्नटा पचार। एटा होची कोन भरत जीवन में पंचम समस्या फिफ्थ समस्या को भरत फेस कले अकाउंटेबिलिटी। भरद्वाज मुनि कहले मु जानी मु अतीत वर्तमान भविष्य जानी किंतु कहीं पचारुची ना वर्तमान तुम्हें कोठी अच्छ ना ऋषि आश्रम भितर अच्छ। यही जो प्रश्नटा तुमको निंदा दवाई नुहे ये प्रश्नटा तुमर गौरव तुमर चरित्र को प्रतिपादन करने प्रश्न करा। जिते बेले 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 गुरु आमको पचारती श्री श्री सीताराम लक्ष्मण हनुमान बेले बेले गुरु आमको पचारते बेले सन्देह है गुरुदेव तो सब जानी पारती सी कहीं पचार सभा भितर ना बेले बेले कौन हुए ना आम जो शास्त्र साधुंकर उद्देश्य को जानी पारिबा। भरत को ये पचरा जे वर्तमान ऋषि आश्रम भितर अच्छे अयोध्या तुम्हें कही स्वीकार कर जे मोर जो माने सिंहासन पाइबार लोभ ना किंतु ऋषि आश्रम भितर जो तुम्हें कहीदेव से कौन हम ना कन्फर्म हो दोषटा को अन्य आगे स्वीकार कर अलग कथा कि भगवान को श्री विग्रह आगे कौन कर दरकार मंदिर आसी शिख प्रभु मु दोष कर मो जीवन। भक्ति विनोद ठाकुर कहले ना एमती किसी ना जे पाप जहाँ मु करी नाही बारंबार सी कौन पाप कर सी आम कहते आम मंदिर आगे भगवान ईश्वर आगे गुरु आगे वैष्णव आगे निज दोष को स्वीकार करना दरकार ताहले कौन ना आम जड़े अनुतप्त व्यक्ति बोली सेटा कौन हम कन्फर्म हो गला ऋषि आश्रम। द्वितीय कारण कौन ना आश्रम भितर कौ माने अच्छा भरत ना सब ऋषि माने अच्छा आ ऋषि माने कौन ना से माने सब जानते जो मैंने भजन कर भजन पुराण व्यक्ति माने वैष्णव बहुत लोक मैंने जो प्रचार को जाती लोक देखिए भक्त मैंने कहीदे तुम ये आस कहीं सब अनुभवी लोक तेणु ऋषि मान भर अच्छे। आ तृतीय कौन ना प्रयाग हूँ कौन ना संगम गंगा जमुना सरस्वती संगम संगम स्थल गुड़िक बहुत प्रभावशाली तार प्रचंड प्रभाव था देखु ना सब लोक जाऊँ संगम रे कुंभ पड़ू। तेणु ये तीनटा स्थान रे कौन ना तुम्हें छिड़ा है कि तुम्हें कह तुम विषय आ भरत कौन कले ना भरद्वाज मुनि आगे कौन कले ना जो स्वीकार कले से कौन है ना भरत पचारे भरद्वाज मुनि गोटे बहुत सुंदर कथा कहले भरत तुम्हें चिंता करनी। भरत पचारे जे केते बाट मु राम जी पाख पलैब चाहूँ भरद्वाज कहले तुम्हें जिते लोक आस तुम सेवा करने को चाहूँ। भरत इतने आश्चर्य कारण आगुरी शुणी गुरु वशिष्ठ सेवा कर विश्वामित्र आम आगुरी अनेक शुणीचे केमती कामधेनु गाई को लेकिन साधु मान सेवा कर तुम डाक समस्त को डाक अरे इतने लोक रे कौटी पूरा अयोध्या डाक ऋषि आश्रम तो छोटिया जगह या भर मु प्रभु सब भावे महाप्रभु जो प्रकट हेले से पदरे कविराज गोस्वामी गोटे पद लिखिं जार दर्शन आसे लोक लक्ष कोटी। अरे ये नवद्वीप केते बड़ जगह कहली से कोटी लोक धरवे ना जगह जार दर्शन एबे बुझा पड़ुची मायापुर जो गौर पूर्णिमा अभिषेक होची हाँ लोक लक्ष कोटी आसी
हाँ से समय कहीं आसी नथिबे तार प्रमाण दे भरद्वाज मुनि कौन कले ना जिते बड़े अयोध्यावासी मैंने प्रवेश कले आश्रम भितर भरद्वाज मुनि कौन कले विश्वकर्मा को स्मरण कले गोटे सेकेंड भितर विश्वकर्मा सृष्टि देखो कौन कौन कले विश्वकर्मा प्रथम कौन कले ना देवता माने जिते अयोध्यावासी मैंने प्रवेश कले भरतंकर ए निष्पत्ति आ अयोध्यावासी प्रवेश प्रथमे कल्प जो माने रही कल्पतरु वृक्षर पुष्प सबू पकेले देवता मान आ जेते वृक्ष सबुठी कौन अच्छी वस्त्र सबू कौन अच्छी ये सब राति विरह वस्त्र ना गंगा स्नान करते सबू वृक्ष कौन अच्छे सुंदर सुंदर वस्त्र सब लगी आ स्वर्ण रूपार सब आभूषण भी लगी एमाने अयोध्यावासी मैंने देखिए आश्चर्य होते अरे कौन क्या अच्छे जिते एमाने नौना से वस्त्र और अलंकार लोक खसी पड़ू तुम एटा ग्रहण कर तापर कौन है ना सेठी माने किछि बाट आश्रम आगु गले दिटा पोखरी अछि जो थरे जूस भर्ती होके अछि आ बहुत लोटा सब अछि माने ग्लास बहुत अछि जूस रो दिटा पोखरी जत्ते इच्छा जूस पियो कारण प्रथम पहुंचला पर तापर विश्वकर्मा कौन कले गोटे मिनिट भितर गोटे विशाल भवन तैयारी कर देले जो थरे प्रचुर प्रसाद अछि आ सुंदर व्यवस्था अछि सोया पा ये अयोध्यावासी जो पहुंचले सी भितर सब क्लांत होकर विरह अच्छा राम जी पलैन से खाई ना अनेक दिन व्यतीत होगा ये कहले भाई भरत जुआड़े अयोध्यावासी कहते भरत जुआड़े जातु आ राम जुआड़े जातु चलो खाइबा समस्ते बस कौन कर सुंदर प्रसाद पाई सब हस खुशी माति गले भरद्वाज मुनि गोटे कोण छिड़ा देखुं भरत भी से अच्छा भरत भी खाई ना भरत देखिले जे ये जो सभा भितर गोटे सिंहासन पड़ी से सिंहासन क्या पड़ी भरत पड़ी सी बस साधारण लोक सहित तो राजा राजकुमार बसवे किंतु भरत कौन कले ना जो भरद्वाज मैंने डाक आप बसंत छाड़ी दे कौन कले पलैले से लुचिक देखले भरत कौन कर भरत कौन कले ना से सिंहासन को प्रथम प्रणाम कले तो से कहले जे सिंहासन टा कहा ना राम को गोटे चामर थुआ है भरत कौन कले ना चामर दवा को लगे ना से खाइले ना से लोकंकर कथा शुणिले जे राम कुआडे जातु भरत कुआडे से कौन कले चामर देले कौन पाई चामर देले गत काली मैंने आलोचना करथिले जे भरत शब्दर अर्थ होची जे भावर सहित राम सेवा करत राम जी ये बसचंदी भरत कौन कले चामर दवा को आरंभ कले आईटा देखिकी भरद्वाज मुनि कौन कले खुशी है तेणु ये जो वर्तमान षष्ठ परीक्षा भरत जीवन में आसला सेटा हूँ कौन सबुठ भयंकर परीक्षा सेटा हूँ टेम्पटेशन इंद्रिय उत्तेजना आमे जीवन में देखू जिते बड़े कई किसी परिस्थिति आसे आमे कौन करू ना आमे नियंत्रण रखिपारू आमे से बेगरे आमे भासी जाऊ किंतु भरत कौन कले ना स्थिर होकी कौन कले से बसले ता परदिन ये सब राति शोले ता परदिन जो सकाळ हला देखिले जे भवन भी नहीं से पोखरी भी नहीं किछि नहीं ऋषि आश्रम भीतर अरे ऋषि आश्रम कौन है लोक सब ये करने ना कौन किछि नहीं से पलैला तेणु से माने भरत कौन कले ना बुझी पारे जे एटा हूँ कौन ना भरद्वाज ऋषिंकर मो प्रति गोटे परीक्षा तेणु किमिति जो टेम्पटेशन इंद्रिय उत्तेजना को केमिति भरत सहिले ना तांकर प्रबल इच्छा शक्ति प्रबल विल पावर टा बहुत थिला आ विल पावर टा डेवलप केते बडा हबो ना जेते वांट पावर हबो मु एई जीवन रे प्रभुपाद देखु मु एई जीवन रे निश्चित कृष्ण को पाई जी मु जहा ताको पाइया पे मु जहा करिया को हम मु करी कि भगवान को पाई जो देखे मु सब स्टूडेंट लाइफ रू जो मैंने भल पढ़ती मुझे रहा बहुत भल पाए आम जो हस्टेल रहू मुझे कॉमर्स बैकग्राउंड थी मैनेजमेंट करिया समय भी सब साइंस स्टूडेंट पाखे रहा भल लगे कारण से माने पाठ पढ़ा को नहीं बहुत गंभीर था आ विशेषकर जो मैंने माने आईएएस ओएएस प्रिपेयर करती से रहा बहुत भल लगे कारण से माने प्रति मिनिट रो हिसाब रखते यही समय एति पढ़वार अच्छी यही समय एटा शुणवार अच्छी यही समय जाए लाइब्रेरी को जीवार अच्छी ताल जन गंभीर हो पारे जन जार इच्छा शक्ति प्रबल नुहे
କିନ୍ତୁ ଆମେ ଦେଖିବା ଏ ଟେମ୍ପଟେସନ ଗୁଡାକୁ ସହିବା ସମ୍ଭବ ନୁହେଁ। ଗୋଟେ ବହୁତ ସୁନ୍ଦର ଉଦାହରଣ ଦେଇକି ବାଣୀକୁ ବିରାମ ଦେବି। ଥରେ ଗୋଟେ ମାହନ୍ତ ହାତୀକୁ ରଖିଥିଲା। ହାତୀ ଦେଖିଛନ୍ତି, ହାତୀ ରାସ୍ତାରେ ଯାଉଥିବ, ଯୋଉଠି ଫଳ ଦେଖିଲା ସିଏ ଆଉ କାହା କଥା ଶୁଣିବନି, ସେ କଦଳୀ ଭିଡ଼ିକି ଖାଇଦବ, ଯୋଉଠି ନଡିଆ ଦେଖିଲା ନଡିଆ ଭିଡ଼ିକି ଖାଇଦବ। ଇଏ ମାହନ୍ତ କହିଲା ଆକୁ କେମିତି ମୁଁ କଣ୍ଟ୍ରୋଲ କରିବି, ଖାଲି ହାତୀ ଖାଇଲା ମାନେ ପଇସା କାହାକୁ ଦେବାକୁ ପଡିବ, ମାହନ୍ତକୁ ଦେବାକୁ ପଡିବ। ମାହନ୍ତ କହିଲା ଯେତେ କହିଲେ ତ ଇଏ ଶୁଣିବନି, ଆଉ ହାତୀ ଆଗରେ ମାହନ୍ତର ବଳ କଣ। ମାହନ୍ତ କଣ କଲା, ସେ ହାତୀ କିନ୍ତୁ ମାହନ୍ତକୁ ବହୁତ ଭଲ ପାଏ, ମାହନ୍ତଟା ଜାଣିଛି। ମାହନ୍ତ କଣ କଲା, ତା ପାଟିରେ ଗୋଟେ ବାଡି ଦେଲା, କହିଲା ଏଇ ବାଡିଟା ସେଠି ଯାଇ ପହଞ୍ଚିବାର ଅଛି, ତୁ ତାକୁ ଧରିଥିବୁ। ହାତୀ କହିଲା ଧରିବୁ। ହାତୀ ମୁଣ୍ଡ ହଲେଇଲା, ଚାଲିଲା, ପାଟିରେ ଧରିଛି ବାଡିଟା। କଦଳୀ ପହଞ୍ଚିଲା, ଦେଖିଲା, କହିଲା ନା ଖାଇପାରିବିନି ଆଜି। କାହିଁକି ନା ଖାଇଲା ମାନେ ବାଡିଟା ଗଳି ପଡିବ, ଆଉ ମୁଁ ନିଜେ ପୁଣି ବାଡିଟାକୁ ଇଏ କଲା ମତେ କଷ୍ଟ ହବ। ଚାଲିଲା, ପୁଣି ତାପରେ ନଡିଆ ଦେଖିଲା, ଆଉ ଖାଇପାରିଲା, ଯାଇକି କଣ କଲା ପହଞ୍ଚିଲା, ଆଉ ଜମା ସେଇଠୁ କଣ ହେଲା ନଡିଆ କଦଳୀ ଖାଇଲା। ମୋର କହିବା କଥା ହଉଛି ଯେ ଆମ ଜୀବନରେ ଯେତେବେଳେ ଏଇ ଯୋଉ ଇନ୍ଦ୍ରିୟ ଉତ୍ତେଜନାର ସ୍ଥିତି ଆସେ, ଆମର କଣ ଦରକାର, ଆମ ମାଇଣ୍ଡରେ ସବୁବେଳେ ପଜିଟିଭ ଥଟ୍ସ ରହିବାର ଅଛି। ଆଉ ଏଇ ପଜିଟିଭ ଥଟ୍ସ ପାଇଁ ଆମେ କଣ କରିବା ଦରକାର, ଆମେ କଣ କରୁ ନା ଆମେ ଜପ କରୁ। ସେଥିଲାଗି ଯୋଉ 2 ଘଣ୍ଟା ବସିକି ଆମେ ଜପ କରୁଛୁ, ସେ 2 ଘଣ୍ଟା ଜପ ଉପରେ କଣ କରୁଛି, ସାରା ଦିନଟା ନିର୍ଭର କରୁଛି। ଦିନ ସାରା ଆମର ମହାତ୍ମା ପ୍ରଭୁ ଜଣେ ଅଛନ୍ତି, ପ୍ରଭୁପାଦ ଶିଷ୍ୟ, ସେ ଲେଖିଛନ୍ତି ଜପର ସାଧନାର 2ଟା ପାର୍ଟ ରହିଛି। ପ୍ରଥମ ପାର୍ଟଟା ହଉଛି କଣ, ଆମେ କେମିତି ଜପ କଲେ ବା କେମିତି ଦିନଚର୍ଯ୍ୟାଟା ଆରମ୍ଭ କଲେ। ଦ୍ୱିତୀୟ ପାର୍ଟଟା ନିର୍ଭର କରୁଛି ସେଇ ଜପର ପ୍ରଭାବଟା ଦିନ ସାରା ତୁମକୁ କଣ କରିବ, ପ୍ରୋଟେକ୍ଟ କରିବ। ନୂଆ ନୂଆ ଏଇ କଥାଟା ବୁଝା ପଡେ, ଯେତେବେଳେ ବୟସ ହଉଛି ଯେତେବେଳେ ବୁଝା ପଡୁଛି ଯେ ବାସ୍ତବରେ ଏଇ ଯେ ସକାଳ ସମୟର ପ୍ରଭାବଟା କେମିତି। କେତେ ଖରାପ କଥା ତୁମେ ଶୁଣ, କେତେ ଖରାପ କଥା ଦେଖ, ଯଦି ତୁମର ମର୍ଣ୍ଣିଂ ସାଧନା ଠିକ ଅଛି ସେ ତୁମକୁ ବଞ୍ଚେଇକି ରଖିବ। ସେମିତି ଭରତଙ୍କର ଯୋଉ ଇଚ୍ଛା ଶକ୍ତି ଯେ ମୁଁ ରାମକୁ ସୁଖୀ କରିବି, ରାମକୁ ରାଜା କରିବି, ବର୍ତ୍ତମାନ କଣ ହେଲା, ତାଙ୍କୁ ପ୍ରସାଦ ଭଲ ଲାଗିଲାନି କି ଉପଭୋଗ ଭଲ ଲାଗିଲାନି, ଭରତ କଣ କଲେ, ଜିତି ନେଲେ। ବର୍ତ୍ତମାନ କେତେଟା ହେଲା, 6ଟା ବର୍ତ୍ତମାନ ଟେଷ୍ଟ ସରିଲା, ଆଉ ଗୋଟିଏ ଟେଷ୍ଟ ସୋମବାର ଦିନ ଏ କଥାକୁ ଆମେ ସେଇଟା ଶୁଣିକି ବିରାମ ଦବା। ପ୍ରଥମେ ହେଲା ଈର୍ଷା, ଦ୍ୱିତୀୟ ହେଲେ ବଶିଷ୍ଠଙ୍କର ଗୁରୁଙ୍କ ପ୍ରତି ତାଙ୍କର ଯାହାକୁ ସମର୍ପିତ ଭାବନା। ତୃତୀୟରେ ଆମେ କଣ ଶୁଣିଲେ, ତୃତୀୟରେ ହଉଛି କଣ ନା ଭରତ କଣ କଲେ ନା ତାଙ୍କ ଜୀବନରେ ସମ୍ମାନ ପ୍ରଶଂସା। ଚତୁର୍ଥରେ କଣ ଆସିଲା ନା ଚତୁର୍ଥରେ ଆସିଲା ନା ତୃତୀୟରେ ଆସିଲା ଟେଷ୍ଟ ଅଫ କନଫ୍ୟୁଜିଂ ଚଏସ୍। ଚତୁର୍ଥରେ ହେଲା ଟେଷ୍ଟ ଅଫ ବ୍ଲେମ ଅର ପ୍ରେଜ। ପଞ୍ଚମରେ ହେଲା ଆକାଉଣ୍ଟେବିଲିଟି। 6ଟାରେ ହେଲା ଟେମ୍ପଟେସନ। ପ୍ରଥମେ ହେଲା ଈର୍ଷା, ଦ୍ୱିତୀୟରେ ହେଲା ଗୁରୁଙ୍କ ପ୍ରତି ସମର୍ପିତ ଭାବ, ତୃତୀୟରେ ହେଲା ଜୀବନରେ ଉଚିତ ଯାହା କୁହନ୍ତି ନିଷ୍ପତ୍ତି ନେବା, ଚତୁର୍ଥରେ ହେଲା ସମ୍ମାନ ପ୍ରଶଂସାର ঊର୍ଦ୍ଧ୍ୱକୁ ଯିବା, ପଞ୍ଚମରେ ହେଲା ଜୀବନରେ ଯାହା କୁହନ୍ତି ଯୋଗ୍ୟ ଯାହା କୁହନ୍ତି କାର୍ଯ୍ୟ କରିବା, ଷଷ୍ଠରେ ହେଲା ଇନ୍ଦ୍ରିୟ ଉତ୍ତେଜନାର ମୁକ୍ତ। ନେକ୍ସଟ କ୍ଲାସରେ ଆମେ ଶୁଣିବା ସୋମବାର ଦିନ ଭରତ ସପ୍ତମ ପରୀକ୍ଷାକୁ, ସପ୍ତମ ସନ୍ଦେହକୁ କେମିତି ଜିତିବେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହରିବୋଲ ତେଣୁ ଭରତଙ୍କର ଏଇ ଯୋଉ ଜୀବନର ଇଏ ତ ବହୁତ ସଂକ୍ଷିପ୍ତରେ ଆମେ ମାନେ କଲେ, ୟା ପରେ ବିସ୍ତୃତ ଭାବରେ ଆମେ ଥରେ ଶୁଣିବା ଭରତ କିଭଳି ଯାହା କୁହନ୍ତି ରାମଙ୍କ ପ୍ରତି ସମର୍ପିତ ହେଲେ। ୟା ପରେ ଶୁଣିବା ଆପଣ ମାନେ ବର୍ତ୍ତମାନ ଭରତଙ୍କୁ ଯିଏ ଦେଖୁଛନ୍ତି, ନିଷାଦ ରାଜ ଗୁହ୍ୟ ପ୍ରଥମେ ପ୍ରଶଂସା କଲେ, ନା ପ୍ରଥମେ ଅଯୋଧ୍ୟାବାସୀ ମାନେ ପ୍ରଶଂସା କଲେ, ପ୍ରଥମେ ବଶିଷ୍ଠ ପ୍ରଶଂସା କଲେ, ତାପରେ ଅଯୋଧ୍ୟାବାସୀ ମାନେ ପ୍ରଶଂସା କଲେ, ତାପରେ ଗୁହ୍ୟ ପ୍ରଶଂସା କଲେ, ବର୍ତ୍ତମାନ ଭରଦ୍ୱାଜ ମୁନି ପ୍ରଶଂସା କରିବେ, ୟା ପରେ ଭଗବାନ ନିଜେ ପ୍ରଶଂସା କରିବେ। ଏ ଯୋଉ ସେବା ଭାବନାଟା ତୁମକୁ କଣ କରିବ, ବଡ କରିନେବ। प्रेम मूर्ति भरत महाराज की जय। श्री श्री सीताराम लक्ष्मण हनुमान जी महाराज की जय। सचिनंदन श्रीमन गौरांग महाप्रभु की जय। श्रील प्रभुपाद श्रील गुरुदेव की जय। गौर प्रेमानंदे हरि हरि।